ଭଲ ନଥିବା ସତ୍ତ୍ୱେ ସେ ଆଜି ଆମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ପରମେଶ୍ୱର ମଙ୍ଗଳମୟ ଅଟନ୍ତି। ତାହାଙ୍କ ଏକାନ୍ତ ଇଚ୍ଛା ଯେ ଆମ୍ଭେମାନେ ବିନଷ୍ଟ ନ ହେଉ। କହିବା କି ପ୍ରଭୁଙ୍କୁ, ଫାଦର କଥା ଓ ପ୍ରଭୁ, ମୁଁ ଷ୍ଟିଫେନ୍ ଆଜ୍ଞାଙ୍କୁ ଶୁଣିବା ପାଇଁ ଆସେ ନାହିଁ ପ୍ରଭୁ, ତୁମ୍ଭର ମତେ ଶୁଣିବାକୁ ଦିଅ। ପ୍ରଭୁ ତୁମେ ଜାଣିଛ ମୋ ଜୀବନର ସ୍ଥିତି, ପାପ ନେଇ ସଂଘର୍ଷ, କାମୁକତାର ଆସକ୍ତ, ଗୁପ୍ତ ଭାବରେ ମାତାଲ ପ୍ରଭୁ ମୋର ଜୀବନ। ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣ ତୃଷାର ସହିତ ବସିବେ, ନିଶ୍ଚୟ ଆଜିର ଦିନ ଆପଣଙ୍କ ପାଇଁ ମୁକ୍ତିର ଦିନ ହେବ। ପରମେଶ୍ୱର ଚାହାନ୍ତି ଆପଣଙ୍କୁ ମୁକ୍ତି କରିବା ପାଇଁ। ପରମେଶ୍ୱର ମତେ କହିଲେ, ମୋ ପୁଅ ଝିଅମାନେ ନରକକୁ ଯାଉଛନ୍ତି, କିଏ ଯିବ ତାଙ୍କୁ କହିବ। ମୁଁ ଅନୁରୋଧ କରୁଛି ପ୍ରଭୁଙ୍କ କ୍ଷୁଦ୍ର ଦାସ ଭାବରେ ଏ ସମୟକୁ ହାଲକାରେ ନିଅନ୍ତୁ ନାହିଁ। ସମ୍ପୂର୍ଣ୍ଣ ଏକ ତୃଷା, ଏକ କ୍ଷୁଧା, ପ୍ରଭୁଙ୍କ ରବ ଶୁଣିବି, ମତେ ପ୍ରଭୁ କଥା ହୁଅନ୍ତୁ। ମୋର ହୃଦୟ ଆଜି ବିଦୀର୍ଣ୍ଣ ହେଉ, ମୋର ମନ ଆଜି ଟୋଟାଲି ଚେଞ୍ଜ ହଉ। ପାପର ବନ୍ଧନ ଯାହା ମତେ ବାନ୍ଧିକି ରଖିଛି, ତାଙ୍କ ବାକ୍ୟ ଅଗ୍ନି ସ୍ୱରୂପ ମୋ ହୃଦୟକୁ ଭେଦୁ। ହେ ବାବା, ଥରେ ଅନାଅ ପ୍ରଭୁ, ମତେ ସଜାଡ଼। ତୁମର ରକ୍ତରେ ଧୋଇ ଦିଅ, ପାପ ସବୁ ମୋର କ୍ଷମି ଦିଅ, ସଜାଡ଼ି ଦିଅ। ଆଜିର ଏହି ସଭାସ୍ଥଳକୁ ଆସିବା ସବୁବେଳ ପରି ନ ହେଉ। ମୁଁ ଯେପରି ଆସିଛି ପ୍ରଭୁ, ସେପରି ଯିବା ପାଇଁ ମୁଁ ଚାହୁଁନାହିଁ। ଥରେ ଦେଖ ମତେ, ମୁଁ ଏମିତି ରହିବାକୁ ଚାହୁଁନାହିଁ ପ୍ରଭୁ। ଗୁହାରି କରୁଛି, কর্ণপাত কর, জীবন সজাড়ে দিও। ধরে নাই দিও, মতে সজাড়ে দিও। ধরে নাই দিও, মতে সজাড়ে দিও। রক্তে ধোই দিও, পাপ ক্ষমে দিও।
জীবন সজাড়ি দিও, মো জীবন total surrender हो। মো জীবনতে তুমরি দান, আহে মোহর যিশু রাজন, চালিমু পারুনি মতে শক্তি দিও, তুম্ভ রূপে গড়ি দিও। সর্বশক্তিমান দয়ারে পরিপূর্ণ, কেবল তুম্ভ দয়া প্রভু আজ আমি মানে বিনষ্ট হয় না। বাবা বিনম্র অনুরোধ প্রভু, ମୋ ପ୍ରିୟ ଭାଇ ଭଉଣୀମାନଙ୍କ ଜୀବନ ବ୍ୟର୍ଥରେ ଯିବାକୁ ଦିଅ ନାହିଁ। ସେମାନେ କେଉଁଥିପାଇଁ ଆସିଛନ୍ତି ମୁଁ ଜାଣେ ନା, କିନ୍ତୁ ଆଜିର ସେବାର ଉଦ୍ଦେଶ୍ୟ ପ୍ରଭୁ ତୁମ୍ଭ ପ୍ରିୟ ଲୋକମାନେ ପରିତ୍ରାଣ ପାଆନ୍ତୁ, ପାପ ଛାଡ଼ନ୍ତୁ, ଉଦ୍ଦୀପନା ଆସୁ, ନିଶାର ବନ୍ଧନ ଛିଣ୍ଡୁ, ଅଭିଳାଷ କାମୁକତାର ମୁକ୍ତି ପାଆନ୍ତୁ। ତମ ଲୋକମାନେ ଯେଉଁ ତୃଷା କ୍ଷୁଧା ନେଇ ପରିଶ୍ରମ କରି ପ୍ରଭୁ ସଭା ଆୟୋଜନ କରିଛନ୍ତି, କୌଣସି ମତେ ତା ବ୍ୟର୍ଥରେ ଯିବାକୁ ଦିଅ ନାହିଁ। ତୁମ୍ଭ ଅଗ୍ନି ପ୍ରକାଶିତ ହେଉ, ତୁମ ଅଦ୍ଭୁତ ଶକ୍ତି ପ୍ରତ୍ୟେକଙ୍କୁ ଆଜି ଛୁଇଁ ପକାଅ। ପବିତ୍ର ଆତ୍ମା ସ୍ୱୟଂଭୂ ବିଚରଣ କର, ତୁମ୍ଭ ଦୂତମାନଙ୍କୁ ଜାଗ୍ରତ କର, সকল প্রতিবন্ধক দূর যিশুଙ୍କ নামে কথা হব, প্লিজ কথা হব। ତୁମ ହସ୍ତରେ ସମର୍ପିତ ହେଲେ କାର୍ଯ୍ୟ କରିବାକୁ ଯାଉଛ, ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ ନାମର ମହିମା ହେଉ। ଦାମନଛଡ଼ି ବେର୍ସେବା ୟୁଥ୍ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ସେବା କାର୍ଯ୍ୟରେ ଈଶ୍ୱରଙ୍କ ଜୀବନ୍ତ ବାକ୍ୟର ପରିଚର୍ଚ୍ଚା କରିବା ପାଇଁ ପାଇଥିବା ଅନନ୍ୟ ଅବକାଶ ନିମନ୍ତେ ସର୍ବପ୍ରଥମେ ମୋ ପିତା ପରମେଶ୍ୱରଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରୁ କରୁ ସ୍ଥାନୀୟ ବାଳକ ମହାଶୟ ତଥା ସେକ୍ରେଟାରୀ ମହାଶୟଙ୍କ ଗତିରେ ମୁଁ ବହୁତ ବହୁତ ଆଭାରୀ ବ୍ୟକ୍ତ କରୁଅଛି। ଆଉ ମଞ୍ଚସ୍ଥିତ ପ୍ରଭୁଙ୍କ ମହାନ ଦାସମାନେ, ପୁଣି ଆଜିର ସେବାରେ ଯେତେ ପ୍ରଭୁଙ୍କ ପ୍ରିୟ ଯୁବା ଭାଇ ଭଉଣୀମାନେ ଜଡ଼ିତ ହୋଇଛନ୍ତି, ପୁଣି ପଛରେ ମଧ୍ୟ ହୁଏତ ପ୍ରଭୁଙ୍କ ଦାସମାନେ ଅଛନ୍ତି, ସମସ୍ତଙ୍କୁ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବହୁତ ବହୁତ ନମସ୍କାର। Praise the Lord. Hallelujah. Joy Jishu.
अरे कुह ना कहीं एमती सुधरुन को जय जीशु जोर से कुह सब नहीं उच्च स्वर रे हालेलुया whoever claims to live in him must live as Jesus did. পড়িবা প্রথম যোহন 2 অধ্যায় 6 পদ যে তাহাঙ্ক ঠারে রহে বলি কহে তাহাঙ্কর তাহাঙ্ক পরি আচরণ করিবা মধ্য কর্তব্য যে তাহাঙ্ক ঠারে রহে বলি কুহে তার তাহাঙ্ক পরি আচরণ କରିବା ମଧ୍ୟ କର୍ତ୍ତବ୍ୟ କଣଟେ କର୍ତ୍ତବ୍ୟ କର୍ତ୍ତବ୍ୟ ମାନେ କଣ କର୍ତ୍ତବ୍ୟ ମାନେ ଯାହା ମୋତେ ଯାହା ମୁଁ କରିବା ପାଇଁ ବାଧ୍ୟ ଅଟେ ଯାହା ନ କଲେ ହେବ ନାହିଁ ବ୍ରଶ କରିବା କର୍ତ୍ତବ୍ୟ ଅଟେ ନାଇଁ ଏମିତି ମାନେ ହଁ ନା ନାହିଁ ହଁ ୱାଶରୁମ୍ ଯିବା କର୍ତ୍ତବ୍ୟ ଅଟେ এই কর্তব্য ନ କଲେ ହେବ ନାହିଁ ଭୋଜନ କରିବା କର୍ତ୍ତବ୍ୟ ଅଟେ ଜଳପାନ କରିବା କର୍ତ୍ତବ୍ୟ ଅଟେ ଶୋଇବା କର୍ତ୍ତବ୍ୟ ଅଟେ ଅର୍ଜନ କରିବା କର୍ତ୍ତବ୍ୟ ଅଟେ এই ସବୁ କାର୍ଯ୍ୟ ଯଦି ଆମ୍ଭେମାନେ କରିବା ନାହିଁ ହେବ ବଞ୍ଚି ହେବ ନାହିଁ ଠିକ ସେହିପରି ତାହାଙ୍କ ପରି ଆଚରଣ ମଧ୍ୟ କରିବା କର୍ତ୍ତବ୍ୟ କାହା ପରି ମୁଭି ଷ୍ଟାର ପରି ନୁହେଁ ସିନେମା ଷ୍ଟାର ପରି ନୁହେଁ ଆଉ କି ଷ୍ଟାର ଅଛନ୍ତି ବଲିଉଡ ଟଲିଉଡ ଗଲିଉଡ ମଲିଉଡ ହଲିଉଡ କୌଣସି ଷ୍ଟାର ପରି ନୁହେଁ କି କ୍ରିକେଟ ଷ୍ଟାର ପରି ବି ନୁହେଁ ଆଜ୍ଞା ଏମାନେ ତ ଅସଲି ଷ୍ଟାର ନୁହନ୍ତି ଫ୍ୟାକ୍ଟ ଇଜ ଫ୍ୟାକ୍ଟ ଏମାନେ ଧୂଳି ଅଟନ୍ତି ବାଇ ଦ ୱେ ଆଇ ଏମ୍ ସରି ଦେ ଆର୍ ବେଷ୍ଟ ବଟ୍ ନଥିଂ ସେମାନେ ଧୂଳି ସେମାନଙ୍କର ଦିନ ଅକ୍ଷୟ ଅଟେ ସେମାନେ ସରିଯିବେ ସେମାନେ ଅନନ୍ତ କାଳ ନିମନ୍ତେ ନୁହନ୍ତି ଅସଲି ତାରା ତ ସେ ଅଟନ୍ତି ଯେ କି ବିଲିୟନ୍ସ ଅଫ୍ ଷ୍ଟାରକୁ ସିଙ୍ଗଲ ୱାର୍ଡରେ ତିଆରି କରିଛନ୍ତି ମାରିବ ତ ଜୋରସେ ମାର ମୁସ୍କା କାମ କରୁଛ ଅସଲି ତାରା ସିଏ ଅଟନ୍ତି ଯେ କି ଗୋଟିଏ ଶବ୍ଦରେ ବିଲିୟନ୍ସ ଅଫ୍ ଷ୍ଟାରକୁ ହେଉ ବୁଲୁ ବୁଲୁ ଧୁଡୁଧାଡ ହେଇଥିବେନି କି ଆଜ୍ଞା Hallelujah. And that is the God we serve. Praise the Lord. ଅସଲି ତାରା ସିଏ ଅଟନ୍ତି ଯେ କି ପରମ ଧନ୍ୟ ଅଟନ୍ତି ସେ ଅଟନ୍ତି ଯେ କି ଏକମାତ୍ର ଅମର ଅଟନ୍ତି ସେ ଅଟନ୍ତି ଯେ କି ସତ୍ୟ ଅଟନ୍ତି ସେ ଅଟନ୍ତି ଯେ କି ଅଗମ୍ୟ ଜ୍ୟୋତି ନିବାସୀ ଅଟନ୍ତି ଯାହାଙ୍କୁ କେହି କେବେ ଦେଖି ନାହିଁ କିମ୍ବା ଦେଖିପାରିବ ନାହିଁ He is the king from his birth. Hallelujah. ଜନ୍ମରୁ ରାଜା ଭାବ He is the king of glory. ଗୌରବମୟ ରାଜା ଆଜ୍ଞା ସାଦା ମାଦା ନାହିଁ He is the king from ages. ଯୁଗାନ ଯୁଗରୁ ସେ ରାଜା ଅଟନ୍ତି He is the king of Israel. The tribe of Judah, the Lamb of God. Says the most radiant and brilliant morning star. Se otanti je ki asli tara au tanko pori huo bole bakyo ammanku utsaha prasaha pradana koruoche
ପଚାରିବା ମୁଁ କାହା ପରି ହେବା ପାଇଁ ବାହାରିଛି? ଏଟଲିଷ୍ଟ ଆଜି ମିଛ ନ କହିଲେ ପ୍ରଭୁ ଖୁସି ହେବେ। କେଉଁ ପ୍ରଭୁ ଯୀଶୁଙ୍କୁ ମୁଁ ଫଲୋ କରିବା ପାଇଁ ବାହାରି ଅଛି? ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ଜୀବନରେ ପାପ ଶୂନ୍ୟ ହୋଇକି ରହିଲେ, ସେଇ ଯୀଶୁ ଖ୍ରୀଷ୍ଟ ମୋର ଆଦର୍ଶ କି? ନା ସିନେମାର ଷ୍ଟାର ହିରୋ ଆଉ କହୁଥାଉ, ବେଳେ ବେଳେ ଟିକେ ଟିକେ କହୁଥାଉ, ହଁ ହିରୋ ଆଉ ହିରୋଇନ, ସେ ମୋର ଆଦର୍ଶ ନୁହେଁ ତ? ଆଜ୍ଞା, ଅସଲି ଷ୍ଟାର ଦୟାରେ ପୂର୍ଣ୍ଣ, ଯେ କି ପ୍ରଭାତୀ ଉଜ୍ଜଳ ତାରା ଅଟନ୍ତି। ସେ ଆକ୍ଟିଂ କରନ୍ତି ନାହିଁ, ସେ ପ୍ରେମରେ ପୂର୍ଣ୍ଣ, ଅନୁଗ୍ରହରେ ପୂର୍ଣ୍ଣ, ଆଶୀର୍ବାଦ କରିବାରେ ପୂର୍ଣ୍ଣ। ସେବାର ଆକ୍ଟିଂ କରନ୍ତି ନା ସେବା କରନ୍ତି? ସେ ଆଉ ନକଲି ତାରା ମାନେ ଆକ୍ଟିଂ ହିଁ ଆକ୍ଟିଂ, ଦୟାର ଆକ୍ଟିଂ, ମାଡ଼ଗୋଳ ମଧ୍ୟ ଆକ୍ଟିଂ। ଆଉ କଣ କଣ ଆକ୍ଟିଂ କରନ୍ତି କହିଦିଅ ଟିକେ? କାନ୍ଦିବାଟା ବି ଆକ୍ଟିଂ, ସେବାର ବି ଆକ୍ଟିଂ, ସାହାଯ୍ୟରେ ବି ଆକ୍ଟିଂ, ସବୁ ଆକ୍ଟିଂ। ଆକ୍ଟିଂରେ ପୂର୍ଣ୍ଣ କେଉଁମାନେ? ନକଲି ତାରା। ଆକ୍ଟିଂରେ ପୂର୍ଣ୍ଣ, ଶେଷକୁ କୋଉଠି ପୂର୍ଣ୍ଣ? ନର୍କରେ ପୂର୍ଣ୍ଣ। ଆଉ ସେ ନର୍କ କେମିତି ଜାଗା? ଅଗ୍ନିରେ ପୂର୍ଣ୍ଣ। କେଉଁ ତାରାକୁ ମୁଁ ଫଲୋ କରୁଛି? ଯେଉଁ ତାରା କ୍ଷୟ ପାଇବ ନାହିଁ, ନା ଯେଉଁ ତାରା କ୍ଷୟ ପାଇ ଲୋପ ପାଇଯିବ? ଆଶା କରୁଛି ତ ଆପଣମାନେ ସତ କହୁଛନ୍ତି ବୋଲି। ଜଣା ପଡ଼ିବ, ସ୍କାନ୍ ଧୀରେ ଧୀରେ ଆରମ୍ଭ ହେଉଛି। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ, ତାରା ତ ତାରା, ଯେ କେଉଁ ତାରାକୁ ମୁଁ ନିଜର ଆଇଡଲ ବନେଇଛି? ମୋର ସ୍ୱଭାବ, ମୋର ଆଚରଣ, ମୋର ଚାଲିଚଳନ, ମୋର ପୋଷାକ, ମୋର କଥାଭାଷା, ମୋର ଦେଖିବା, ମୋର ଚାଲିବା, ମୋର ସମୟର ବିନିଯୋଗ ତା ପ୍ରଦର୍ଶନ କରୁଅଛି, ତା ସୂଚାଇ ଦେଉଅଛି କି ମୁଁ କେଉଁ ତାରାକୁ ଫଲୋ କରୁଛି। ହାଲେଲୁୟା। ଏ ସବୁ ତାରା ଯାକ ଦିନ ହଜିଯିବେ, ଲୋପ ପାଇଯିବେ, ଲିଭିଯିବେ। ସେ ତାରା ଯୁଗାନୁଯୁଗ ସେଇ ତାରାଙ୍କ ପରି ହେଉ, ସେଇ ତାରାକୁ ଆଦର୍ଶ ବନାଅ, ଯେ କି ପ୍ରଭାତୀ ଉଜ୍ଜଳ ତାରା ଅଟନ୍ତି। ତାହାଙ୍କ ପରି ଆଚରଣ ମଧ୍ୟ କରିବା କର୍ତ୍ତବ୍ୟ ଅଟେ। ପ୍ରଭୁଙ୍କ ଲୋକମାନେ, version TLB version, the Living Bible version ରେ ଲେଖା ଅଛି, if anyone says that he is a Christian must live, ଯଦି କେହି ମନେ କରୁଛି, ଭାବୁଛି ଯେ ମୁଁ କୁହନ୍ତୁ ମୁଁ ଖ୍ରୀଷ୍ଟିଆନ ବୋଲି, କୁହ ବୋଲି କହିଲେ କି? ଯଦି କେହି ମନେ କରୁଛି ଯେ ମୁଁ ଖ୍ରୀଷ୍ଟିଆନ ବୋଲି, ତେବେ ଖ୍ରୀଷ୍ଟଙ୍କ ପରି ତାକୁ ଆଚରଣ କରିବା ବାଧ୍ୟ। ଆମେ ମନେ କରୁଛୁ ନା ନାଇଁ? ଆଜ୍ଞା, ଏତେବେଳକୁ ପାଟି 144। ଯଦି ଆପଣ ମନେ କରୁଛନ୍ତି ଆପଣ ଖ୍ରୀଷ୍ଟିଆନ, ଆପଣ ଖ୍ରୀଷ୍ଟଙ୍କର ଆଦର୍ଶକୁ ଆପଣେଇଛନ୍ତି ବୋଲି, ତେବେ ଖ୍ରୀଷ୍ଟଙ୍କ ପରି ହେବା ନିମନ୍ତେ ଆପଣ ମାନେ ବାଧ୍ୟ ଅଟନ୍ତି। There is no any other option. କଣ ଲେଖା ଅଛି? Whoever claims, ଯେ କ୍ଲେମ କରୁଛି କଣ ବୋଲି? ମୁଁ ଖ୍ରୀଷ୍ଟଙ୍କର ବୋଲି। ଆମେ କରୁଛୁ ନା ନାହିଁ? ସମସ୍ତେ କରୁଛୁ। ହେଲେ ଖ୍ରୀଷ୍ଟଙ୍କ ପରି ହେଉଛୁ କି? ହେଇଛୁ କି? ଦେଖାଯାଉଛୁ କି? Look like Christ. କୁହନ୍ତୁ, ପଡ଼ୋଶୀ ଗୋଟେ କୁହନ୍ତୁ, look like Christ and do something for Christ. ଖ୍ରୀଷ୍ଟଙ୍କ ପରି ଦେଖାଯାଆନ୍ତୁ, ଆଉ ଖ୍ରୀଷ୍ଟଙ୍କ ନିମନ୍ତେ କିଛି କରନ୍ତୁ।
ହେଲା ଏବେ ଆଉ କହୁଥାନ୍ତୁ ନାହିଁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଖ୍ରୀଷ୍ଟଙ୍କ ପରି ହେବା ନିମନ୍ତେ ହେଲେ ପ୍ରଥମେ ଆମ୍ଭମାନଙ୍କୁ ବହୁତ କଥା କୁହାଯାଇପାରିବ ଆମେ ଆଜି ମୁଖ୍ୟ ଗୋଟିଏ ବିଷୟକୁ ଚିନ୍ତା କରିବା ଯେତେଟା ହେଲେ ହେଲା ଜଣେ ବି ଆମେନ୍ କହିନାହାନ୍ତି ହାଲେଲୁୟା ଖ୍ରୀଷ୍ଟଙ୍କ ପରି ହେବା ଯେ କେଉଁ କେଉଁ ବିଷୟରେ ଖ୍ରୀଷ୍ଟଙ୍କ ପରି ହେବା ଅନେକ କଥା ଅଛି ଖ୍ରୀଷ୍ଟଙ୍କ ଠାରେ ପାପର ଲେଶ ନଥିଲା ଖ୍ରୀଷ୍ଟ କୌଣସି ପାପ କଲେ ନାହିଁ ଖ୍ରୀଷ୍ଟ ପବିତ୍ର ଥିଲେ ନିର୍ଦ୍ଦୋଷ ଥିଲେ ପଢିଦେବା ବାକ୍ୟ ଗୁଡ଼ିକ ଫର୍ଷ୍ଟ ପିଟର ପ୍ରଥମ ପିତର 2:22 ସେ କୌଣସି ପାପ କଲେ ନାହିଁ ସେ କୌଣସି ପାପ କଲେ ନାହିଁ ଆଉ ଆମେ ପାପ ଛଡା ଆଉ କିଛି କରୁନା ସେଇ ଖ୍ରୀଷ୍ଟ ତ ଯେ କୌଣସି ପାପ କଲେ ନାହିଁ ତାଙ୍କୁ ମୁଁ ଫଲୋ କରୁଛି ତ he committed no sin କଣ ଷ୍ଟାଣ୍ଡାର୍ଡ ଆଜ୍ଞା କୌଣସି ପାପ করে ନାହାନ୍ତି ପଢିବା 2 Corinthians 5:21 ଦ୍ୱିତୀୟ କରିନ୍ଥିୟ 5:21 ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥାଏ ଯାହାଙ୍କ ଠାରେ ପାପର ଲେଶ ମାତ୍ର ନାହିଁ ଟିକିଏ ବି ପାପ ନାହିଁ ଏଭ୍ରି ଲେଖକ ଲେଖନ୍ତି 7:26 ସେ କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ ଯେ କି ପବିତ୍ର ନିର୍ଦ୍ଦୋଷ ନିଷ୍କଳଙ୍କ ପାପୀମାନଙ୍କ ଠାରୁ ପୃଥକୀକୃତ ଓ ମାଇ ଗଡ୍ ପାପୀମାନଙ୍କ ଠାରୁ ମାନେ ଗୋଟେ ପାପୀ ସହିତ ତାଙ୍କୁ ଯଦି ରଖାଯିବ ମାନେ ସେ ତାଙ୍କର କିଛି ତାଳମେଳ ଖାଇବ ନାହିଁ ପାପୀର କୌଣସି ସ୍ୱଭାବ ଗୁଣ ଚରିତ୍ର ଆଚରଣ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ତିଏ ମାତ୍ର ଦେଖା ଯାଉନଥିଲା ସେଇ ଯୀଶୁଙ୍କୁ ମୁଁ ଫଲୋ କରୁଛି ତ ଯୀଶୁଙ୍କ ପରି ହେଉ ମୁଁ ଟିକେ ଟିକେ ଦେଖୁଛି ଗଡ଼ବଡ଼ କରୁଛନ୍ତି କିଛି ବି ହେଇପାରେ ଏଥିପାଇଁ କହିଲି ଡୋଣ୍ଟ ଟେକ୍ ଇଟ୍ ଲାଇଟଲି କଥା ହେବାକୁ ଇଚ୍ଛା ଏଠାରୁ ଦୟାକରି ସିଧା କଥା କହିବାରେ ମୁଁ ନିପୁଣ କଥା ହେବାକୁ ଇଚ୍ଛା ଦୟାକରି ଇଚ୍ଛା ନାହିଁ ତୁ ନେଇ ପଢି ଡିଷ୍ଟର୍ବ କର ନାହିଁ ଖ୍ରୀଷ୍ଟଙ୍କ ପରି ହେବା କଣ ଆହ୍ୱାନ କାହା ପରି ହେବା କାହା ସେଇଟା ଟିକେ କ୍ଲିକ୍ କରିଥାନ୍ତା କି ଆମ ହୃଦୟକୁ I am here to be like Christ ମୁଁ ଦୁନିଆରେ ଅଛି ଜଗତରେ ଅଛି କଣ ପାଇଁ ଅଛି ଖ୍ରୀଷ୍ଟଙ୍କ ପରି ହେବା ନିମନ୍ତେ ଅଛି ପରମେଶ୍ୱର ମୋତେ ପ୍ରିଡେଷ୍ଟିନ୍ କରିଛନ୍ତି ରୋମିଓ 8:29 ଯେ ମୁଁ ଯେପରି ତାଙ୍କ ପୁତ୍ରଙ୍କ ନ୍ୟାୟ ହୋଇପାରିବି କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ କାହିଁକି ଯେପରି ମୁଁ ତାଙ୍କ ପୁତ୍ରଙ୍କ ପରି ହେବି ଆମମାନଙ୍କର ପିତାଙ୍କର ଏକାନ୍ତ ଇଚ୍ଛା ସେ ଏଥିପାଇଁ ମୋତେ ସୃଷ୍ଟି କରିଛନ୍ତି ଏଥିପାଇଁ ଆପଣଙ୍କୁ ସୃଷ୍ଟି କରିଛନ୍ତି ଯେପରି ମୁଁ କାହା ପରି ହେବି ପିତାଙ୍କ ପରି ହେବି ଖ୍ରୀଷ୍ଟଙ୍କ ପରି ହେବି ଏହା ତାଙ୍କର ଗୋଲ୍ ଅଟେ ଏହା ତାଙ୍କର ଇଚ୍ଛା ଅଟେ ପଚାରିବା ନିଜର ଇଚ୍ଛାକୁ ମୋର ଇଚ୍ଛା ଆଉ ମୋ ପିତାଙ୍କ ଇଚ୍ଛା ମ୍ୟାଚ୍ କରୁଛି ତ
is very short. Very short. এই বড়পণ এই টেম্পোর এই ঝামেলা রহিব নাই ବହୁତ କ୍ଷଣଭଙ୍ଗୁର ସମୟ କେତେବେଳେ ପଳେଇବ ଜାଣୁନା ପିତାଙ୍କ ଇଚ୍ଛାକୁ ଶ୍ରେଷ୍ଠ ମନେ କରିବା ଆମ୍ଭମାନଙ୍କ ଜୀବନର ମୁଖ୍ୟ ପ୍ୟାସନ ହେଉ କଣ ତାହା ଖ୍ରୀଷ୍ଟଙ୍କ ପରେ ଆରେ ସେ ମୋତେ ପ୍ରିଡେଷ୍ଟିନ୍ କରିଛନ୍ତି ବା ସେ ମୋତେ ପୂର୍ବରୁ ନିର୍ମାଣ କରିଛନ୍ତି ମୁଁ ଯେପରି ତାଙ୍କ ପୁତ୍ରଙ୍କ ପରି ହେବି ତ ପ୍ରଥମ ବିଷୟ ଦେଖିବା କେଉଁ ସମ୍ପର୍କରେ ଆମ୍ଭେମାନେ ତାଙ୍କ ପୁତ୍ରଙ୍କ ପରି ହେଉ ଗୁଡ଼ାଏ ବିଷୟ କୁହାଯାଇ ପାରିବ ମୁଁ କହୁଛି ବାରମ୍ବାର ତନ୍ମଧ୍ୟରୁ ଯେହେତୁ ଆମେ ଯୁବ ସଭାରେ ଉପସ୍ଥିତ ହୋଇଅଛୁ ତ ଯୁବା ଭାଇ ଭଉଣୀମାନଙ୍କର ମୁଖ୍ୟ ସମସ୍ୟା ମୁଖ୍ୟ ପାପ ତତ୍ସମ୍ବନ୍ଧୀୟ ଆମେମାନେ ଅଳ୍ପ ଟିକେ ଚିନ୍ତା କରିବା ମାତ୍ର ଗୋଟାଏ Hallelujah. What is the main sin among youth mass? ଆଜ୍ଞା ନ କହିଲେ କା ଭଲ ଶୁଣନ୍ତୁ ବ୍ୟଭିଚାର କାମୁକତା କୁଅଭିଳାଷ ଅଶୁଚିତା ଗୁପ୍ତ ପାପରେ ଲିପ୍ତ pornography ହସ୍ତମୈଥୁନ masturbation ପାଖଳ ମାତା ଆମ୍ଭେମାନେ ଖ୍ରୀଷ୍ଟଙ୍କ ପରି ଯେ ହେଉ ଏହା ପିତାଙ୍କର ଇଚ୍ଛା ଏଇଟା ମନେ ରଖିଥିବେ ତେବେ ଯୌବନ ଅବସ୍ଥାରେ କେଉଁ ସବୁ ବିଷୟ ମୋତେ ଖ୍ରୀଷ୍ଟଙ୍କ ପରି ହେବା ଠାରୁ ଅଟକାଉଛି ବାଧା ଦଉଛି ସେ ବିଷୟରେ ଟିକେ ଆଲୋଚନା କରିବା କଣ ଅଟେ ବ୍ୟଭିଚାର କାମ ଭାବରେ ପଢନ୍ତୁ ମାଥ୍ୟୁ 5:28 ତୁମ୍ଭର ବିବାଦୀ ସହିତ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ଆଉ ଥରେ ଜୋରସେ ମାଇକରେ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଯେ କେହି ଆପଣା କିନ୍ତୁ 28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି କାମ ଭାବରେ ଯଦି କୌଣସି ବ୍ୟକ୍ତି ଦୃଷ୍ଟିପାତ କରେ ରାଇଟ କଣ ଲେଖା ଅଛି କାମ ଭାବରେ ଦୃଷ୍ଟିପାତ ଯଦି କଲେ already done ଭାବନ୍ତୁ କଣ ଭାବୁଛନ୍ତି ଖ୍ରୀଷ୍ଟଙ୍କର ଷ୍ଟାଣ୍ଡାର୍ଡ କଣ ଆମର ପଡ଼ୋଶୀ ଲୋକ ଭଲ ନାହିଁ ଆମ କ୍ଲାସମେଟ୍ ଠିକ ନାହିଁ ଆମ ସାହି ଲୋକ ଠିକ ନୁହନ୍ତି ଆମ ସାଙ୍ଗସାଥି ଠିକ ନୁହନ୍ତି so what ତେବେ କଣ ହେଲା ସେ କଣ ହେଲା ନହେଲା ସେ ନରକ ଯିବ ତୁମେ ବି ଯିବ କାମ ଭାବରେ ଯଦି ଆପଣ ଅନାଉଛନ୍ତି ୱାଓ କେତେ ବଢିଆ ହେଇଛି ସରିଲା ଫିନିଶ ଖେଳ ସମାପ୍ତ ବ୍ୟଭିଚାର ପାପ ଯଥେଷ୍ଟ ଅଟେ ଆପଣଙ୍କୁ ଗନ୍ଧକୁ ପ୍ରଚଳିତ ଅଗ୍ନି କୁଣ୍ଡକୁ ନିକ୍ଷେପ କରିବା ପାଇଁ Sermon on the Mount ରେ ପାର୍ବତୀୟ ଉପଦେଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନେକ ଶିକ୍ଷା ଦେଲେ ତନ୍ମଧ୍ୟରୁ ଦୁଇଟି ବିଷୟକୁ ସେ ପିକ୍ ଆଉଟ୍ କରୁଛନ୍ତି କଣ କଣ ଏକ ହେଉଛି କ୍ରୋଧ ରାଗିବା ଅନ୍ୟତ୍ର ବ୍ୟଭିଚାର ଆଉ ବ୍ୟଭିଚାରର ପାପକୁ ସେ ଆଉ ଟିକେ ସ୍ପେସିଫିକାଲି ମେନସନ କରୁଛନ୍ତି କଣ କହୁଛନ୍ତି ତୁମର ଚକ୍ଷୁ ଯଦି ବିଘ୍ନର କାରଣ ହେଉଛି ଉପାଡ଼ି ଫୋପାଡ଼ ଚକ୍ଷୁ ଧରିକି ନରକ ଯିବା ଅପେକ୍ଷା ଚକ୍ଷୁ ନଥାଇ ତାଙ୍କ ନିକଟକୁ ଯିବା ତୁମ ପକ୍ଷରେ ଭଲ
ଆଖି ଅଛି ବୋଲି ରାତି ଯାକ ବସିଥିବ, ମୋବାଇଲ ଧରି ପର୍ନୋଗ୍ରାଫି। ମୁଁ ସିନା ନାହିଁ ତମ ପାଖରେ, ହୁଏତ ତମ ପାଳକ ସିନା ନାହାନ୍ତି ତମ ପାଖରେ, ତମ ବାପା ମା ସିନା ତମେ ଠକି ବସୁଛ ସେମାନଙ୍କୁ। କହିବି ସିଧା କଥା, ଶୟତାନ ଥାଉଛି ସେଇ ସମୟରେ, ଆଉ ଶୟତାନ ଦେଖି ହସୁଛି। ବହୁତ ବେଦନା ହଉଛି ଆଜ୍ଞା। ଶୟତାନର କାମ, ଆପଣ ଯେତେବେଳେ ପାପ କରନ୍ତି ଆପଣଙ୍କୁ ଶୟତାନ ପରମେଶ୍ୱରଙ୍କ ନିକଟକୁ ଯାଏ ଆଉ କୁହେ, ଦେଖ 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 ପ୍ରଭୁ, ଏଇ ପୁଅ ପରା, ଏଇ ଝିଅ ପରା, ସେ ଭାଇ ପରା, ସେ ଭଉଣୀ ପରା ଗିର୍ଜା ଯାଉଛି, ପ୍ରାର୍ଥନା ଯାଉଛି, ଆଣ୍ଠଉଛି, ଗୀତ ଗାଉଛି, ତାଳି ମାରୁଛି, ଫାଷ୍ଟିଂ କରୁଛି, ବାଇବଲ ପଢୁଛି, ଦରକାର ବୋଲେ ପ୍ରଚାର କରୁଛି, ଆଉ ରାତିରେ ପର୍ନୋଗ୍ରାଫି ମଧ୍ୟ। କେମିତି ଲାଗୁଥିବ ବାପାକୁ? କେମିତି ଲାଗୁଥିବ ପିତାକୁ? ଭଁ ଭଁ ହେଇ କାନ୍ଦିଲେ ଦିନ ଯିବ ନାହିଁ। ପ୍ରଭୁଙ୍କର ହୃଦୟ ସ୍ପନ୍ଦନକୁ ଯଦି ବୁଝିବ, ଓହୋ, ଆରେ ଆମେ ପାପରେ ଥିବା ବୋଲି ମାଡ଼ ଖାଇଲେ କି ସେ? ମାଇକ୍ ଫାଇକ୍ ଛାଡ଼ିକରି କାନ୍ଦିଲା ହାଇ ଲାଗୁ ଉପରେ ଲାଗୁଛି। ଆରେ ତମେ ପାପରେ ଥିବ ବୋଲି ମଲେ କି ସେ? ଆଜ୍ଞା, କୋଟି କୋଟି ଲୋକଙ୍କର ଆଖି ଅଛି, ଦେଖିପାରୁ ନାହାନ୍ତି। ଗୋଟେ ଦିନ ଆଖିକୁ ବନ୍ଦ କରି ବଞ୍ଚ ତ ଦେଖିବା, ବଞ୍ଚି ହେବ? କାହିଁକି ପ୍ରଭୁ ମତେ ଆଖି ଦେଇଛନ୍ତି? କୋଉ ଝିଅଟା କୋଉ ଗାଁରେ କୋଉ ସହରରେ ଅଭାବ ସକାଶୁ ଶରୀରକୁ ବିକ୍ରି କରି ସେ ଫିଲ୍ମ ବନାଉଛି କି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯାଉଛି, ଆପଣଙ୍କ ଶରୀର ପ୍ରଦର୍ଶନ କରୁଛି, ତମେ ତାକୁ ଦେଖିକି ସପୋର୍ଟ କରିବ? ଏଇଟା କି ଆଦର୍ଶ? ତମର ଧ୍ୟାନରେ ଶୁଣ, ଯୋଉମାନେ ଦେଖୁଛ ଭଲ ଭଲଟା ମାନେ ରାତିରେ ଧ୍ୟାନରେ ଶୁଣ। ତମର ମା, ତମର ଭଉଣୀ, ତମର ସ୍ତ୍ରୀ ଯଦି ସେଇ ଅବସ୍ଥାରେ ଥିଲେ ଢେପା ଢେପା ଆଖିରେ ଦେଖିଥାନ୍ତ? ଦେଖି ହେବ? ହେବ କି ଦେଖି? ମାନେ ଅନ୍ୟର ମା, ଅନ୍ୟର ଭାଇ, ଅନ୍ୟର ଭଉଣୀ ସଂସ୍ଥା ତୁମକୁ କାନ ମଠାରେ ମାରିଲେ ଶାନ୍ତି ଲାଗିବ ନାହିଁ। ଆରେ କେବେ ବୁଝିବ ମାଡ଼ ଖାଇଛନ୍ତି ଚାପଡ଼ା ପାପ ଛାଡ଼ ବୋଲି? ମୁଁ ଚାପଡ଼ା ମାରିବି ତ ମୁଁ ଦେଖିବ କେମିତି ଲାଗିବ? ମାଲିକ ଚାପଡ଼ା ଖାଇବେ କି ମୋର ପାଇଁ? କି କଥା? ମୋ ପାଇଁ ଛାପ ପକେଇବେ କି ତାଙ୍କୁ? ମୁଇଁ ପାପ କରି କରି ମରିବି ବୋଲି? God has to open our eyes. प्रभु का दया करंतु चक्षु खोलिबा पे। अरे तुमको एड़े इच्छा की पाप रे मरबा को गोटे भी लाभ पाइछ पाप करे? आखि दिया जाइछि प्रभु को देखबा पाए। जीवन रे थोरे भी केबे चाइछि कि तमर आखि मुटके प्रभु को देखे बोले। हां 63 साम 2 पढ़ो टिके टाइम पढ़ो नले पढ़ो नहीं। हां आई एम सॉरी मु बहुत सीधा जे भी पढ़बो बहुत जोर से पढ़ो नले वाक्यर फ्लो टा कमी जाए रीजन होचे ता। तेणु तुम्भ पराक्रम स्पीड रे ओ गौरव देखिबा पाई मु पवित्र स्थान रे तुम्भ प्रति चाहि रही अछि। बस आओ थोड़ा जोर से तुम हो पराक्रम तुम पराक्रम ओ गौरव देखिबा पाई वो गौरव देखिबा पाई मु पवित्र स्थान रे केउ स्थान रे कौन देखिबा पाई लाज लागुछि हमको सकाल उठले मोबाइल खाइला बेलको मोबाइल स्कूल रे मोबाइल कॉलेज रे मोबाइल मास्टर पढ़ेला बेलको मते मोबाइल अरे रात जाको मोबाइल ही मोबाइल केउ ख्रीष्ट को हमें फॉलो करछु हु इज माय सेवियर कैसे गुरु पोर्नोग्राफी मास्टर तमर गुरु की आज तुम पाई बोले मोर ख्रीष्टर नाम बदनाम होছে फेरी भागे टिके आज मो पाई टिके स्वर्ग रे आनंद हबो के
मो भेटिके मोर प्रभु खुशी हेबे के ए हाथ कहीं दिया जाए मत हाँ मास्टरबेशन भाई हाँ ए हाथ रे ताली मारिबी गीत गाई ए हाथ रे पवित्र शास्त्र धरिबी ए हाथ रे माउथ धरिबी ए हाथ रे प्रभु को निकट को जीबी ए हाथ रे प्रभु को सेवा पई दान देबी ए हाथ रे पाप करबी एति पई जीसु वेरी स्पेसिफिक सीधा सीधा कहले कंसर्निंग व्यभिचार सीधा कहले जीसु चक्षु को सावधान हाथ को सावधान बाकी को पाप कले नरक जीव बोले लिखा हुई नहीं से पार्वती उपदेश है व्यभिचार संबंध से पूरा सीधा कौन देखुच आम तुम पराक्रम गौरव देखा तुम पवित्र पवित्र स्थान रे तुम्भ प्रति माय गॉड व्हाट अ लाइफ आई एम ग्रेसिंग टू यू प्रभु मते टिके देखा दियो कांदिछ जीवन केबे कांदिछ की मते टिके देखा दियो प्रभु ठीक तमर जीवन टुकी पछरे भाया टुका पछरे भाया मिला किछि मिलबो किछि क्षणिक सुख भोग पाई बोली पापर दास हो तमे चर्च घर को आसिले ख्रिस्टियान होते ख्रिस्टियान घर जन्म हो गले ख्रिस्टियान होते if anyone says that he or she is a Christian जदि के मने करूची मु ख्रिस्टियान करो बोली तेबे ताको ख्रिस्टियान को परे हेबा को बाध्य दैट्स इट सरीला फ्रीडम पीरियड आउ एते ड्रामा नै आउ किछ कथा नै तुमे जदि ख्रिस्टियान को परे हुआ हाथ नथिबा लोक मान को देखिछ पुरा केबे रही कि टिके चिंता करिछ मोर जदि हाथ न थांता मत काच धरबा को हाथ देइछन्ती जीसु धरि थिले मत काच गोड़ा को खैने मंथु थिले नै कि लाकुची बथे माँ को भक्ति नहीं बापा को भक्ति नहीं एटी पे थमना दिया जाए तुमको पास्टर को भक्ति नहीं बाइबल पढ़ो नहीं आज जीवी एबे केते लोग बाइबल आंच हाथ उठले आने न टेक हाथ उठा केते जण बाइबल आने न सीधा सत कथा के हाथ उठा जो माने उठे न आनी छ तो पक्का जो माने उठे न टिक उठे था जो माने आनी ना हो टिक उठे था हाथ क्वाड आसछ माने देखो आमर वैल्यू सिस्टम को देखो एते भक्ति आगे आपण स्कूल को केबे बिना स्कूल बहर जाई छुंदे जाई हबो ऑफिस को जाई हबो कॉलेज जाई हबो माने स्कूल थारू भी आम दृष्टि रे ईश्वर को गृह हीनस्था अरे क्यों प्रकार में ख्रिस्टियन उठो व्हाट टाइप ऑफ क्रिश्चियन एम आई कैन गॉड बी प्लीज्ड एट यू प्रभु आपण को देखि खुशी होई परिबे कि केबे हेबे बुढ़ाला परे मरला परे रोगी होला परे बहुत बात होची पुओ झियो मान को देखिले फुल टाइम मिनिस्ट्री रे जो मान थिबे से माने बुझी पारुथिबे मोर प्रभु करो हृदय भितरे टिके पसिले जानबो तमे जण को बहुत भलो पाउथिबो से तुमको पचारू नथिबो केमति लागो बाबू हाय बढ़िया लागछि पेट पोड़ला परे बिरयानी चुबैला परे एमति लागिबो प्राण देइछन्ते आज्ञा प्राण देइछन्ते
ଧୂଳି ମଣିଷକୁ ଯଦି କାନ୍ଦ କାନ୍ଦ ଲାଗି ଯାଉଛି ବୋଲେ ମାଲିକ ବୁଝ କାହିଁକି ସେ ମତେ ଧରା ପୃଷ୍ଠକୁ ଆଣିଲେ? ତାଙ୍କ ପୁତ୍ର ଖ୍ରୀଷ୍ଟ ଯେପରି ମୁଁ ମଧ୍ୟ ସେପରି ହେବି। ହାଲେଲୁୟା। ଯୌବନ କାଳର ପାପ ଜାଳିଦେବ, ବିନାଶ କରିଦେବ, ବର୍ବାଦ କରିକି ରଖିବ। ଆଜ୍ଞା ଟିକେ ବି ଲାଭ ପାଇବେ ନାହିଁ, କିଛି ଲାଭ ନାହିଁ। ପାଇବେ କୁଆଡୁ? ନାହିଁ। ପଢିବା ଆଇବ 31 ଚାପ୍ଟର 9 ପଢନ୍ତୁ, ଦୟାକରି ସ୍ପିଡରେ ପଢନ୍ତୁ। ଯେବେ ମୋହର ହୃଦୟ କୌଣସି ସ୍ତ୍ରୀ ପ୍ରତି ଲୁବ୍ଧ ହୋଇଥାଏ ଓ ମୁଁ ଆପଣା ପ୍ରତିବାସୀର ଦ୍ୱାର ନିକଟରେ ଲୁଚି ବସିଥାଏ, ତେବେ ମୋ ଭାର୍ଯ୍ୟା ଅନ୍ୟର ଚକି ପେଶୁ ଓ ଅନ୍ୟମାନେ ତାହାକୁ ଭୋଗ କରନ୍ତୁ, କାରଣ ତାହା ଗୁରୁତର ଦୋଷ, ଆଉ ତାହା ବିଚାର କର୍ତ୍ତୃଗଣ ଦ୍ୱାରା ଦଣ୍ଡନୀୟ ଅପରାଧ, କାରଣ ତାହା ସର୍ବନାଶକ ଗ୍ରାସକାରୀ ଅଗ୍ନି। କି ଅଗ୍ନି? ଗ୍ରାସକାରୀ ଅଗ୍ନି ମାନେ କେମିତିଆ? ସମୂଳେ ବିନାଶ। ମତେ ଗୋଟିଏ ପୁଅ ଝିଅ ଦେଖେଇ ଦିଅ ତ ଦେଖିବା, ପାପରେ ପଡି ଖୁସିରେ ଅଛନ୍ତି ବୋଲି। ଅସମ୍ଭବ ଈଶ୍ୱରଙ୍କ ବାକ୍ୟର ବିନ୍ଦୁ ବି ଲୋପ ପାଇବ ନାହିଁ। ବ୍ୟଭିଚାର ଗ୍ରାସକାରୀ ଅଗ୍ନି ପରି ଜାଳିଦେବ, ବିନାଶ କରିଦେବ, ତମକୁ ଧ୍ୱଂସ କରିଦେବ। ମୁହଁ ଦେଖେଇବାର ଲାୟକ ହେଇପାରିବ ନାହିଁ, ବଦନାମ କରିଦେବ ତମକୁ। ଗ୍ରାସକାରୀ ଅଗ୍ନି ସର୍ବସ୍ୱର ମୂଳୋତ୍ପାଟନ କରନ୍ତା। ସର୍ବସ୍ୱ ମାନେ କଣ ବୁଝୁଛ? ସବୁ ବିଷୟ ମୂଳରୁ ନାଶ କଣ କରେ? ଯୌବନ କାଳର ପାପ। ଯଦି ପ୍ରଭୁ କଥା ହଉଛନ୍ତି, ବାକ୍ୟ ଶୁଣିବା ବେଳେ ଫେରନ୍ତୁ, ଦୟା ପାଇବେ। ବହୁତ ଦୁଃଖଦାୟକ କଥା ଏହା, ଝିଅମାନେ ମଧ୍ୟ ଏଇଠାରୁ ବାଦ ପଡ଼ିନାହାନ୍ତି। ଝିଅମାନେ ମଧ୍ୟ ବାଦ ପଡ଼ିନାହାନ୍ତି। କି ଯୁଗରେ ଆମେ ଆସିଲୁ ଆଜ୍ଞା! ପୁଅମାନେ ଆସକ୍ତ ବୋଇଲା ବେଳକୁ ଝିଅମାନେ ବି ଉଣା କୌଣସି ପ୍ରକାରେ ନୁହନ୍ତି। ଗୋଟିଏ ନାହିଁ, ଦୁଇଟା ନାହିଁ, ଅଧ ଡଜନ ଲାଖେ ହେଲେ ବି ଅଣ୍ଟୁ ନାହିଁ। This is fact. କିଏ ମିଳିବ ପରା ବୋଲି ଖୋଜି ଖୋଜି ଥାଉଛନ୍ତି। ଏଇଟା ତମର ଖ୍ରୀଷ୍ଟ ଶିଖେଇଛନ୍ତି ନା ଘରେ ଶିକ୍ଷା ଏହା ଦେଉଛନ୍ତି? ଆମର ଖ୍ରୀଷ୍ଟ ସେ ତ ଯେ ନିର୍ଦୋଷ, ସ୍ପଟଲେସ୍, ବ୍ଲେମଲେସ୍। ସେ ତ ଆମର ଖ୍ରୀଷ୍ଟ ନା ଇମାଜିନାରୀ? ପଚାରିବା ନିଜକୁ, ମୋର ଖ୍ରୀଷ୍ଟ କିଏ? ମୋର ଗୁରୁ କିଏ? ଯେ ପବିତ୍ର ଜୀବନ ବିତାଉଥିଲେ। ଯୋହନ 14:30 ଟିକେ ପଢ। ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି, ଆଉ ମୋ ଠାରେ ତାହାର କିଛି ହିଁ ନାହିଁ। ଜଗତର ଅଧିପତି ଆସୁଅଛି and ମୋ ଠାରେ ତାହାର କିଛି ନାହିଁ। I have nothing of Satan. ଦେଖନ୍ତୁ ଯୀଶୁଙ୍କର ଲେଭେଲ, ମାନେ ଶୈତାନର ଗୋଟିଏ ବି ନେଚର, ଗୋଟିଏ ବି କ୍ୟାରେକ୍ଟର, ଗୋଟିଏ ବି ଆଚରଣ, ଗୋଟିଏ ବି ଗୁଣ ମୋ ଠାରେ ନାହିଁ। ଆଉ ଆମ ଠାରେ ଭରି ହେଇଛି ବୋଲି କହିଲେ ଭୁଲ ହବ ନାହିଁ। ପ୍ରଭୁ ଧନ୍ୟ ଆପଣମାନଙ୍କ ଜୀବନ, ଆପଣ ଈଶ୍ୱରଙ୍କ ଗୌରବ ଶୁଣିବା ପାଇଁ ସକ୍ଷମ ହେଉଛନ୍ତି।
ক্ষণিক সুখ ভোগ পাই অনন্ত কালীন দুঃখ চয়ন করিবে পাপরে সুখ ଅଛି না নাই আজ্ঞା ଅଛି ନା ନାଇଁ ନାଇଁ ଅଛି ক্ষণিক সুখ ଅଛି ক্ষণিক সুখ ଅଛି কিন্তু দুঃখ ଅନନ୍ତ କାଳ କେତେ କାଳ ନିର୍ବୁଦ୍ଧତାରେ ରହିବା ଟିକେ ସେନ୍ସରେ ଆମେ ଆସିବା କି ଟିକେ ବୁଝିବା କି ପାପ କଲେ କିଛି ମିଳେ ନାହିଁ nothing যদি কিছু মিলে বলে ভাবুছ দুঃখ হি দুঃখ কষ্ট হি কষ্ট বেদনা হি বেদনা কারকু কই হেব নাই কি রই হেব নাই কনসর্নিং ইউথ পাপ যৌবন কাଳର ପାପରେ ଯେଉଁମାନେ ଶିକାର ହୋଇଛନ୍ତି ନା ଭାଇକୁ କହିପାରୁଥିବେ ନା ଭଉଣୀକୁ ନା ମାଆକୁ ନା ବାପାକୁ କି କ'ଣ କହିବେ ଆଜ୍ଞା ଦିନେ ଗୋଟେ ପିଲା ମରିଛି ବୋଲି କି ବିକଳ यार आम मीटिंग रे टाइड है राति रे केते बेलो सोइबो केते बेलो खाइबो किछ ठीक ठिकाना नाही मोबाइल फोन ऑन करिछि से सोलछि देखो अनेक अंकुराछि सही अवस्था आज्ञा मोर जीवी मु काई की पाप पाप किछि आशीर्वाद नाही आज हम फेलियर काई की पाप जीवन शांति नहीं कहीं पाप जीवन संघर्ष कहीं करुचु पाप उन्नति कहीं ना पाप पाप को घृणा करने कथा इतना तो समझ हमको होना चाहिए अरे जहा कले किसी लाभ नहीं से बेपार तुम कर कि नहीं अरे कहीं करुचु पाप क्षणिक सुख भोग पाए अनंत कालीन दुख निजे तो दुख जहाँ प्रेम करथिबे से भी दुख तुम परिवार दुख भविष्य आंच आशीर्वाद चली जीव सोई परिबो नाही खाई परिबो नाही तो काई कि से पाप करबो हमें there is only one true lover in this world and his name is Jesus try Joseph हालेलुया समग्र विश्व ब्रह्मांड रे एकमात्र व्यक्ति होतंती जाको प्रेम निस्वार्थपर टिके भी स्वार्थ नाही टिके भी निज इच्छा नाही टिके भी मते मिल जाऊ न प्रेम करबा को चाहउछते अपेक्षार अछते हालेलुया कीबोर्ड टिक दियो दबो नहीं जाए की पार भूलिबे तोते भूली पारिबे नहीं भूली पारिबे नहीं समस्ते भूली जीवे आगे टिके भाव की पारी भूलिबे तोते किनिछंती तांकरते किनिछंती काहीकि भावुछु एकाकी तू अछु
ଛାଡ଼ି ନାହାନ୍ତି ସେ ତୋତେ କାହିଁକି ଭାବୁଛୁ ଏକାକୀ ତୁ ଅଛୁ ଛାଡ଼ି ନାହାନ୍ତି ସେ ତୋତେ କାନ୍ଦେ ନା ତୁ କାନ୍ଦେ ନା ମୋ ପ୍ରିୟ ସନ୍ତାନ କାହିଁକି କାନ୍ଦୁଛୁ ତୋ ପିତା ଜୀବିତ ଅଛି ତୋ ପିତା ଜୀବିତ ଅଛି କିଛି ଆବଶ୍ୟକ ନାହିଁ ଶୁଣନ୍ତୁ ଧ୍ୟାନରେ ପ୍ରେମ କାରଣ ନାହିଁ କିଛି ଆବଶ୍ୟକ ନାହିଁ ହାଲେଲୁୟା ପ୍ରେମ କାରଣ ନାହିଁ ଅନନ୍ତ ପ୍ରେମରେ ପ୍ରେମ କଲି ତୋତେ କରୁଅଛି କରୁଥିବି ଅନନ୍ତ ପ୍ରେମରେ ପ୍ରେମ କଲି ତୋତେ କିଏ କରିବେ ଯେଉଁଦିନ ପ୍ରଭୁ ମୋତେ ଜାଣିବା ପାଇଁ ଦେଲେ ବାବୁ ଆଇ ଲଭ୍ ୟୁ ଧନ୍ୟ ହେଇଗଲା ମୋର ଜୀବନ ଅନନ୍ତ ପ୍ରେମରେ କି ପ୍ରେମରେ ଅନନ୍ତ ପ୍ରେମ The love of God is everlasting ଈଶ୍ୱରଙ୍କ ପ୍ରେମ ଅଭୁଲା ପ୍ରେମ ଈଶ୍ୱରଙ୍କ ପ୍ରେମ ଚିରନ୍ତନ ପ୍ରେମ that never ends that goes beyond the grave ତା କବର ଯାଏ ରହିବ ନାହିଁ କବର ପରେ ମଧ୍ୟ ରହିବ କିଏ କରିବ ତୁମକୁ ଏମିତି ପ୍ରେମରେ ପ୍ରେମ ଅନନ୍ତ ପ୍ରେମରେ ପ୍ରେମ କଲି ତୋତେ କାହାକୁ ମତେ କରୁଅଛି କରୁଥିବି କହୁଛନ୍ତି କାହିଁକି କାନ୍ଦୁଛୁ କାହିଁକି ଭାବୁଛୁ ଏକାକୀ ଅଛୁ ତୋ ପିତା ଜୀବିତ ଅଛି କାହିଁକି ଫାଲତୁ ସ୍ୱାର୍ଥ କ୍ଷଣଭଙ୍ଗୁର ପ୍ରେମରେ ପଡ଼ିଛୁ ତୋ ପିତା ତୋ ଲୁହକୁ ଦେଖନ୍ତେ ତୋ ବେଦନାକୁ ଜାଣନ୍ତେ ଫେରିବୁ କି ଟିକେ ଦୁଇ ବାହୁ ମେଲି ଓହୋ ଅପେକ୍ଷାରେ ଅଛନ୍ତି ଅଭୁଲା ପ୍ରେମରେ ପ୍ରେମ କଲି ତୋତେ କରୁଅଛି କରୁଥିବି
love of your Creator. ତାଙ୍କ ପ୍ରେମକୁ ବୁଝିବେ, ଦୁନିଆର ପ୍ରେମ ଫିକା ପଡ଼ିଯିବ। ଆଜି ପ୍ରେମ ନାହିଁ ବୋଲି ଅନ୍ୟମାନେ ଆପଣଙ୍କ ଦୃଷ୍ଟିରେ ଭଲ ଦିଶୁଛନ୍ତି। ତାଙ୍କ ପ୍ରେମର ସ୍ୱାଦ ଯଦି ଥରେ ଚାଖିଦେବ, ଆବର୍ଜନା, ଗାର୍ବେଜ, ଗନ୍ଧ ଲାଗିବ, ସଫୋକେଟେଡ୍ ଫିଲ୍ କରିବେ ଆପଣ। ଥରେ ପଡ଼ିବେ କି ତାଙ୍କ ପ୍ରେମରେ, ଟ୍ରାଇ ଇଟ୍। ସରିବ ନାହିଁ, ସରିବ ନାହିଁ ତାଙ୍କ ପ୍ରେମ। ଚିରନ୍ତନ, ଅଭୁଲନୀୟ, ଅପରିମେୟ, ଅନନ୍ତକାଳୀନ, personal. That is the what I love. ବ୍ୟକ୍ତିଗତ ପ୍ରେମରେ ପ୍ରେମ। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ, ଯୌବନକାଳୀନ ଭାବ କ୍ଷଣଭଙ୍ଗୁର ଅଟେ, ସର୍ବନାଶକ ଅଟେ। ଜାଳିଦେବ, ଜାଳିଦେବ, ମାରିଦେବ ଆପଣଙ୍କ। ମୋର ବଞ୍ଚିଥିବେ ଅନେକ ଥିବେ। ଚକ୍ଷୁ ବନ୍ଦ କରି କୁହନ୍ତୁ ପ୍ରଭୁକୁ, ବାପା, I am deeply sorry। କିପରି ତୁମ ପ୍ରେମକୁ ମୁଁ ବୁଝିପାରୁନାହିଁ। ବୁଝିବାକୁ ଟିକେ ଦିଅ ପ୍ରଭୁ। ପ୍ରଭୁଙ୍କ ଲୋକମାନେ, ତାଙ୍କ ପ୍ରେମ ହିଁ ଅଟେ ଆପଣଙ୍କୁ ସାଧୁରେ ପରିଣତ କରିବ। ତାଙ୍କ ପ୍ରେମ ଆଜି ଆପଣଙ୍କୁ ଆହ୍ୱାନ କରୁଛି, ମୋ ପ୍ରିୟ ଭାଇ, ମୋ ପ୍ରିୟ ଭଉଣୀ, ଯଦି ଫେରିବ, ଆଲିଙ୍ଗନ କରିବେ, କୁଣ୍ଢାଇବେ। ତାଙ୍କ ପ୍ରେମ ପୁଅ ପ୍ରେମ ପରି ନୁହେଁ, କିମ୍ବା ଝିଅ ପ୍ରେମ ପରି ନୁହେଁ। ତାଙ୍କ ପ୍ରେମ ଅତୁଳନୀୟ ଅଟେ। You cannot compare the love of God with any love. ଆଉ ସେ ଆପଣଙ୍କୁ ପ୍ରେମ କରୁଛନ୍ତି ବୋଲି ଏହି ସ୍ଥାନକୁ ଆଣିଛନ୍ତି, ଆପଣଙ୍କୁ ସୁଧାରିବା ପାଇଁ, ଗଢ଼ିବା ପାଇଁ, ସଜାଡ଼ିବା ପାଇଁ, ନୂଆ କରିକି ଆପଣଙ୍କ ସ୍ଥାନକୁ ନେଇକି ଯିବା ପାଇଁ। ହାଲେଲୁୟା। ପ୍ରଭୁଙ୍କ ପାଇଁ ଗୋଟେ ଉଚ୍ଚ କରତାଳ ମାର। ଯେକୌଣସି ବ୍ୟକ୍ତି ମନେ କରୁଛି, ଭାବୁଛି ମୁଁ ଖ୍ରୀଷ୍ଟଙ୍କର ଅଟେ ବୋଲି, ଖ୍ରୀଷ୍ଟଙ୍କ ପରି ଆଚରଣ ମଧ୍ୟ କରିବାକୁ ପଡ଼ିବ। କେଉଁ ବିଷୟରେ? ମୁଁ ଯୁବା, ମୁଁ ଯୁବତୀ, ମୋର ଯୌବନ କାଳୀନ ପାପରେ ମତେ ନିର୍ଦ୍ଦୋଷ ହବାର ଅଛି। ସେ ମଧ୍ୟ ପ୍ରଲୋଭିତ ହେଲେ, ତାଙ୍କୁ ମଧ୍ୟ ପରୀକ୍ଷା ଆସିଲା, କିନ୍ତୁ ସେ କମ୍ପ୍ଲିଟଲି ବିଜୟ ହେଲେ। କୌଣସି ପାପ କଲେ ନାହିଁ। ଦୃଢ଼ ନିଷ୍ପତ୍ତି ନେବା, ମୁଁ ବି କୌଣସି ପାପ କରିବି ନାହିଁ। ତ जो होगा देखा जाएगा। जाओ देखिए, पाप मत कहले मु ठकिबी की कथा नो। मोर प्रेमिकों को मु आज दुख देवी ना, जेते दे देवा कथा दे देले। शुणु, शरीर प्रभु कहीं देइछन्ते। प्रथम कोरिन्थियो 6:13। खाद्य उदर निमंते पुणी उदर खाद्य निमंते, किंतु ईश्वर उभय को लोप करिबे। शरीर व्यभिचार निमंते नुहे, शरीर व्यभिचार निमंते नुहे, किंतु प्रभुंक निमंते। का निमंते?
का निमंते जोर से आपण मानकर शरीर व्यभिचार पाई नुहे, लाइन मारिबा पाई नुहे, खराब विषय देखिबाकू नुहे, लुचि लुचि देखिबाकू नुहे, असुचि काम करिबाकू नुहे ना। क्लियर कट शरीर पाप पाई नुहे नाई, सीधा कथा। तेबे कौन पाई? प्रभु को पाई। हालेलुया। मोर आखि का पाई? आपण माने श्रद्धा ही जाओ न, टुका देखबाकू नाही, आखिरी लेपी हेबाकू नाही। मो जीवी अच्छी टिके टिके जाउची धीरे धीरे। Why God has given me these eyes? काईकि प्रभु आखि दैछन्ते तांकर गौरव देखिबा पाई, तांकर पराक्रम देखिबा पाई। आजि मोर सामना रे जदि क्रूस थांता पाप करछन्ति नाही। पाप करिबा पछरे बड़ कारण अछि आजि हमर चक्षुर सामना रे क्रूस हजि जाइछि। एक कथा गलाती मंडल को पाउल कहउछन्ति तुम सन्मुख करते क्रूस आजि नाही नाही। गोरा झियो अछि तो गोरा पुओ अछि, नले मोबाइल अछि, नले टीवी अछि, नले सीरियल अछि, नले कैरियर अछि, दुनिया विषय अछि, किंतु दुनिया को जो सृष्टि करछिन से नांते। काई कि हम शरीर आसक्त होइकि रहबा पाई नुहे। क्लियर हे जांतु ईश्वर को गौरव पाई, ईश्वर को महिमा पाई, ईश्वर को कार्य पाई, ईश्वर को खुश करिबा पाई, ईश्वर को गौरवार्थ जीवन बिताइबा पाई एई शरीर से मते देइछन्ति। पाप करी करी रहबा पाई नुहे। 15 पढ़ा। ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ। हाँ का अंग? ओ माय गॉड, मोर शरीर कहार अंग? रियली भाभी चुकाबे की कथा लिखाई जाएगा? मोर शरीर वन ऑफ द पार्ट ऑफ क्राइस्ट, ख्रीष्टों का अंग। कितनी जतन रे रखिबा कथा। हाँ एटा मोर टुकीर मेसेज केमती रखुछु? 4टा लागी लॉक। एटा मोर टुका देथिबा गिफ्ट केमती रखुछु? प्रभु दया करंतु बोलछि म केउठी फसिछु आमे, केउठी फसिछु? काहे कि मते शरीर दैछन्ते आज्ञा? अरे this body has been created to glorify God, Him alone. That's it. पढ़िबा कोट लेखा जी कोड़िए कोड़िए 6 कोड़िए। पढ़िए ना साहब, काहे ऐसे हो रहे? कोरिन्थियो 6 कोड़िए जो कहिली कदी अच्छो ना पढ़। କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ଶରୀରରେ ଈଶ୍ୱରଙ୍କ ଗୌରବକୁ କଣ କର? ପ୍ରକାଶ। Take it as a challenge. मोर जिह्वा द्वारा तांको नाम मोर गौरव प्रकाश होथिबो, मोर चक्षुर देखिबार तांको गौरव प्रकाश होथिबो, मोर आचरण तांको गौरव प्रकाशित होथिबो, मु जेउ आडे जीवी सेठारे तांको गौरव प्रकाशित होथिबो, मु जहा एनीथिंग आई डू तांको गौरव होथिबो। जदि तांको गौरव हेउ नै मु ता करिबि नाही। मेक इट अ लॉ। आगुडे भी थिबो ना मु जा करिबि से खुशी हेले करिबि नले करिबि नाही। मु जा करिबि ताको गौरव हेले करिबि नले करिबि नाही। मु जा देखिबि ताको गौरव हेले देखिबि नले देखिबि नाही। परमेश्वर मते शरीर एथि बाई दैछन्ते। आ गोटे कथा कहबि,
ଏହି ଶରୀର ଆପଣଙ୍କର ନୁହେଁ। ପଢ଼ନ୍ତୁ 18। ବ୍ୟଭିଚାର ଠାରୁ ପଳାୟନ କର। ହଁ। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। 19 ଲାଷ୍ଟ ଲାଇନ୍ ପଢ଼। ଏହା କ'ଣ ଜାଣ ନାହିଁ? ଆଉ ତୁମ୍ଭେମାନେ ନିଜେ ନିଜର ନୁହଁ। ତୁମ୍ଭେମାନେ ନିଜେ ନିଜର ନୁହଁ। ଏ ଗୋଟିଏ ଲାଇନ୍ ଯଦି ବୁଝିଯିବା ଧନ୍ୟ ଜୀବନ ବିତେଇ ପାରିବା। ଏ ଆଖି ମୋର ନାହିଁ, ଜିହ୍ବା ମୋର ନାହିଁ, କାନ ମୋର ନାହିଁ, ଆଙ୍ଗୁଠି ମୋର ନାହିଁ, ଶରୀର ମୋର ନାହିଁ, ଇଚ୍ଛା ମୋର ନାହିଁ, ତ ମୁଁ କେମିତି ବଞ୍ଚିବି ନିଜ ପାଇଁ? ହେବ ନାହିଁ। ଏଥିପାଇଁ ବାଇବଲ ପଢ଼ିବାକୁ ପଡ଼ିବ। ଶରୀର ପରମେଶ୍ୱର ଦେଇଛନ୍ତି ତାଙ୍କର ଗୌରବ କରିବା ପାଇଁ, ତାଙ୍କର ମହିମା କରିବା ପାଇଁ। ହେଉଛି କି କରୁଛୁ କି? ଯାହା ଇଚ୍ଛା ତାହା କରିବୁ ଆମେ। କ'ଣ ଆମର ମୂଳ ଶବ୍ଦ? Whoever claims to live in him must live as Jesus did. ଯେ ମନେ କରୁଛି ଖ୍ରୀଷ୍ଟଙ୍କର ପରି, ଖ୍ରୀଷ୍ଟଙ୍କ ପରି ତାକୁ ବଞ୍ଚିବାକୁ ପଡ଼ିବ। ଖ୍ରୀଷ୍ଟଙ୍କୁ ଶରୀର କାହିଁକି ଦିଆଯାଇଥିଲା? କାହିଁକି ଦିଆଯାଇଥିଲା? ନିଜ ଇଚ୍ଛା ପାଇଁ? ଏଭ୍ରି 10:7 ଜଲ୍ଦି ପଢ଼। ସେତେବେଳେ ମୁଁ କହିଲି, ହଁ। ଦେଖ ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ହଁ। ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ତାଙ୍କ ନିମନ୍ତେ ଏକ ଶରୀର ପ୍ରସ୍ତୁତ କରାଗଲା। କ'ଣ ପାଇଁ କରାଗଲା? ସେ ଯିବେ ଧରାପୃଷ୍ଠକୁ ଆଉ ଯାହା ଇଚ୍ଛା ତାହା କରିବେ। ଏଥିପାଇଁ ନୋ। ତେବେ ଆମ୍ଭମାନଙ୍କୁ ଶରୀର କାହିଁକି ଦିଆଯାଇଛି? ଯାହା ଇଚ୍ଛା ତାହା ଦେଖିବି, ଯାହା ଇଚ୍ଛା ତାହା ଖାଇବି, ଯାହା ଇଚ୍ଛା ତାହା କହିବି, ଯେଉଁପଟେ ଇଚ୍ଛା ସେପଟେ ଯିବି। ଏଥିପାଇଁ ନୋ। ଶରୀର କାହିଁକି ଦିଆଯାଇଛି? କେବଳ ମୋ ଶରୀର ଦ୍ୱାରା ପରମେଶ୍ୱର ଖୁସି ହେଇଯିବାର ଅଛି। କିଏ ଖୁସି ହେବାର ଅଛି? ପରମେଶ୍ୱର, ମୋର ସୃଷ୍ଟିକର୍ତ୍ତା। ମୁଁ ଖୁସି ହେବି କି ନାହିଁ କିଛି ଫରକ ପଡ଼ୁନାହିଁ, ସିଏ ଖୁସି ହେବାର ଅଛି। ଏଥିପାଇଁ ପରମେଶ୍ୱର ମୋତେ ଶରୀର ଦେଇଛନ୍ତି। ହାଲେଲୁୟା। ଏକ ଗୋଟେ ବିଧି ବନାଅ। ଶରୀରର ଉଦ୍ଦେଶ୍ୟ ପରମେଶ୍ୱରଙ୍କର ଗୌରବ, ଶରୀରର ଉଦ୍ଦେଶ୍ୟ ପରମେଶ୍ୱର ଖୁସି। ମୋତେ କ'ଣ ଖୁସି ମିଳୁ କି ନ ମିଳୁ କିଛି ବଡ଼ କଥା ନାହିଁ, ସିଏ ଖୁସି ତ ଦ୍ୟାଟ୍ସ ଇନଫ୍। ତାହା ଯଥେଷ୍ଟ ଅଟେ। ମୁଁ ନିଜେ ନିଜର ନାହିଁ। ଆଇ ଏମ୍ ନଟ୍ ଆଲାଉଡ୍ ଟୁ ଡୁ ମାଇ ୱିଲ୍। ମୁଁ ନିଜ ଇଚ୍ଛା କରିବା ପାଇଁ ମୋତେ ଅନୁମତି ନାହିଁ। ନିଜେ ନିଜର ନୁହଁ। ନୁହଁ, ଆପଣ ନୁହନ୍ତି। ମୋର ବଡି, ମୋର ଶରୀର, ମୋର ଦେହ ମୁଇଁ ଦେଖେଇ ହେବି। ତମକୁ କାହିଁକି ଦେଖେଇ ହେବାକୁ ଇଚ୍ଛା ବୋଲେ ଯାଅ ନା ମୋର ରାଇଟ୍ ସାଇଡରେ ବସିବା ଲୋକମାନେ ବଲିଉଡକୁ ଯାଅ ନା। This is my body, I can expose it. Really? This is my thona, I can lepa here. ପରମେଶ୍ୱର ଭୁଲି ଯାଇଥିଲେ ବୋଧେ ଆଜ୍ଞା ହବାକୁ ଲେପାଟା, ରଙ୍ଗ ଗୁଡାକୁ ଭୁଲି ଯାଇଥିଲେ ପରି ଲାଗୁଛି। ଟିକେ ମନେ ପକେଇବେ ରୁହ। ନାଇଁ ନାଇଁ, ଲେଖା ହେଇଛି ଆଦି ପୁସ୍ତକ 60 ଅଧ୍ୟାୟରେ ଲେଖା। ବାହାର କର, ଆଦି ପୁସ୍ତକ 61 ବାହାର କରୁଥିଲେ। ଓ ମାଇ ଗଡ୍। ଚୁନି ଓଢ଼ଣୀ ଦେବା ଅଲମୋଷ୍ଟ ଲୋପ ପାଇଗଲାଣି। କାହିଁକି? ମୋର ଇଚ୍ଛା, ମୋର ଜୀବନ। ହଉ, ତମର ଇଚ୍ଛା ଏକା, ତମର ଜୀବନ ନା, ମୋଟା ଥୋଡ଼ି। ଟାଇଟ୍
टाइट ड्रेस ओहो टाइट सुनिले किंतु मजा लाଗୁଛି हो आज्ञा आंकुआ के बेसी गरम आज्ञा खंडिया खंडियाटा पिंधिथिबे पवन बाजू वाली आमको नाई पड़ला झाड़ू किछि हो नहीं तो मते मु भर्ती करिछि ड्रेस होनी पड़े लागुछि लाजो शर्म किछि अछि धांगड़ी माने अछि आ गोटे सीधा कथा कहबी पुणी जे कलिजा नाई शुणवा पर कहबी यूट्यूब रे पाई जीव नले शुण 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 यूट्यूब रे गोटे मेसेज अछि कलिजा थिले का शुण हा सुधुरीब ना पशु परी थिबो टाइट कान अछि बोली थोड़ी शुणी दियो भाई बणी समस्ते Can Jesus work with you? जिसु तुम सहित साथी रे टाउन जाई पारिबे तो तुम जेमते ड्रेस पिंधि बाहर को जाई थाउछ चर्च को नहीं बाय द वे बाहर को चर्च को तो एबे चेक करले हेबो जे थाउ अब अड़ुआ लोक को डका ही जाई जे करा जीव कोन आ प्रभु डाकी छंती आंके माध्यम से नाइज इट यस हाँ बिल्कुल यस अरे यार तुम्हें बुढ़ा पिला ना छुआ पिला है हाफ पैंट भी बोलो की कथा आमे भी दूर हाफ पैंट लाज लागुचे बोले बाने बाने तुम में तैयार कराई की कथा तम बान्यान भी दो हाँ बुझुन बोले हमको पचार फोन करो कोई वो हमें टी शर्ट तुम में तैयार की कथा एटा सेंस बोली अछि ना नहीं तुमको बॉडी देखेबो तमे तो जाओ ना पोर्नोग्राफी कैरियर को पैसा मिलबो नॉट गो फ्री कोन मजाक चलछि टाइटस पिंदिबो तमर दे भलटा छे एटी देखाइबो गासो नाही सिनेमा को जो दुनिया लोग देखबे देखेबो इच्छा भल रे देखेबो कोडी देखेबे समस्त भल रे टीवी रे तो जाओ सिटको साड़ी पिदली भी देखाई देथिबे की कथा बोली कहले कोन साड़ी मिलु नाही कि भिखारी ना कोन एडे दरिद्र की छी आई एम डीपली साइटेड दैट एडे दरिद्र अवस्था क्या तुमको 200 टका साड़ी परम भी मिलुची आसो किनी थिबी बोलटा साड़ी पिंधले भी देखबो कि देखबार अछि कि आमी तो मरते सबु की बात आवले एटा छी आर यू अ क्रिश्चियन हां लेकिन ओले हेबो नाही हेबो ना नाही हेबो ना नाही लेकिन ओले रिसेंटली मैरिज ले किछि लगे नाही किछि लगे नाही तो हेले इच्छा हेले नाही देखुछि नाही इच्छा अरे काई की यार आमो भाई मजा करा थिबे देखिछ आ तांगो भाई मु मजा कला अछि किछ फरक पड़छि हां एनी फरक you are not satisfied with God's creation this is how stupid you are आज्ञा परमेश्वर तयारी करिसंती तांकोर सर्टिफिकेट रे तुमे खुशी न you got to off your head पागल लोक कथा हे करिथिबे परमेश्वरकर सृष्टि के भूले पारिबो हां सब क्रीम सरे गला के दुकान रे आखुड़ा पाखी नाही जिमती कोइला को सिमती आका की बात अरे सैटिस्फाइड हो यार God sees your heart प्रभु जदि मोर मुह देखि थांदे माने मोर रंग जदि देखि थांदे माने मु आज थांदीडी असंभव हृदय देखंती हृदय रंग रंग थमना देखंती नाही नो सॉरी दिस इज फैक्ट काहे के सो साड़ी पिंदले खराब ब्लाउज खराब शर्ट भी पिंदती माय गुडनेस शर्ट भी पिंदिबो तमे फिटिंग ड्रेस टाइट ड्रेस शॉर्ट जेते शॉर्ट ले सता हाई पणी तांको
दुकान खोला कर कस्टमर जी ना नहीं सीधी से बात है तो ढाबी के रखो दुकान ताला नहीं पको इतना शर्मिंदा हाँ कान अच्छी तो खोली के शुणी था आउ रेकर्ड होची वीडियो रे छोड़ाबो भल रे सुनो सुधरो सुधरो मिमिति मोरा मरबो बोला को नहीं काहे ता पिंधिबा द्वारा कौन तुम निजर परिचय दउछ हाँ मु भारी भद्र एडा भद्रामी कि मु भारी उत्तम हाँ आमे बोका दुसुची बोका परे अरे तुम्हें की परिचय दउछ है अवस्था ड्रेस पिंधि की परिचय है सेटा भारी भारी उत्तम की आदर्श एटा कि आदर्श एटा जीन्स पिंधो तुम्हें तो माँ मान को पचार जीवन रे जीन्स देखी छंदे की कथा जगतर अनुरूपी हुओ एंते लिखा ही थी पर लागुची टिकी टिकी ते डाउट लागुची सतरे हई काहाकु ठकुच भौणी माने तुम पाई जदि शुण ध्यान रे कान खोलिक शुण तुम द्वारा जदि कौनसी पुओ प्रलोभित हेउछि चुट्टी धरी जो पिटा पिटबे प्रभु तुमको बोला को नहीं काहार विघ्नर कारण हुआ नहीं जानती पवित्रता केते संघर्ष आसे गोटे बाबू गोटे भाई छटपट होती पवित्र हवा पाए आगे पड़े आसते दुकान खोली बेपार करबा की बात है व्हाट इज दिस प्रभु छाड़बे तुमको हाँ छाड़बे भाबू थो छाड़बे काई एमती मनीष ना कौन सेंस बोले किसी ना शरीर खार गौरव हेउथिबो तो प्रभु का नाम गौरव हेउथिबो तो सेल्फी नेबे जाके 2 घंटा पार ही जो सेल्फी रे पसिबि ना रे भल थमना अछि भल रे रखो ना बंका टिंगा काहे की करि थाउ तो 100 टा नेला का हबो की एसबु का ठारू शिखिछु जिसुंको ठारू हाँ पुणे माता मरियम ना बापा जीसु क्यों ख्रीष्टों को फॉलो करूँ हमें हु इज माय लॉर्ड किए मोर गुरु किए मोर प्रभु आपन को लागुछि कि मोर एपरी वेशभूषा रे मोर एपरी अपीयरेंस रे प्रभु जीसु वाह आई मस्ट बी विथ हिम विथ हर प्रभु कहबे लागुछि कि इट मीन्स तमे चाहुनो प्रभु तम सहित रुंतु बोले दैट्स वेरी सिंपल जहा करिवो प्रभु को गौरव भाई करिवो जहा करिवो ड्रेस पिंधो ओइना आगे ठिया हो सब ठीक ठाक अच्छी कि नहीं दोस्तर देखिवो तापर बाहर को बाहर तमें चाहो जीशु तुम सहित रुहतु बोली तेबे सेमती कर नले जन ऑलरेडी अच्छे ताक लाज नहीं तार सहित मिसी मिसी तुमको मिसा डेस फिलअप कर देलो मने मने सुबला मत हालेलुया प्रेज द लॉर्ड शरीर दिया जायछि प्रभु करो गौरव करिबा पाए मोर शरीर प्रतिटी अंग प्रत्यंग रे गॉड्स नेम मस्ट बी ग्लोरिफाइड प्रतिटी अंग प्रत्यंग रे नख हो कि आंगुठी हो कि गोड़ हो कि पाटी हो कि जीभ हो कि आखि हो कि कान हो प्रतिटी अंग रे प्रभु देखिले वाओ बोलबार अछि हालेलुया बाकी के वाओ कोंतु कि म्याओ कोंतु आई डू नॉट केयरलेस ओदे किछ फरक तो मिसबार अछि मिसे नले दुई के मुई के हालेलुया आई एम नॉट हियर टू प्लीज यू मु तुमको संतुष्ट करिबा पाए
ନାଇଁ ଓ ନାଇଁ ତାଙ୍କର ମା ମାନେ ତାଙ୍କର ଭଉଣୀ ମାନେ ଆମର କ୍ଲାସମେଟ୍ ମାନେ ଆମର ଅଫିସରେ ଆମର ଏମିତିରେ ସେମିତି ତେବେ କ'ଣ ହେଲା ତମର ଯୀଶୁ କେମିତି ସେଇଟା ଦେଖ ଆଇବକୁ ପରମେଶ୍ୱର ଅଙ୍ଗୁଳି ଦେଖାଇ କହୁଛନ୍ତି ଏ ଆମ୍ଭର ଦାସ ବୋଲେ ନିର୍ଦ୍ଦୋଷ ବୋଲେ କୁକ୍ରିୟାତ୍ୟାଗୀ ବୋଲେ ନା ଭୟକାରୀ ବୋଲି ସିଦ୍ଧ ବୋଲି ସରଳ ବୋଲି ପ୍ରଭୁ ଆଜି ଆମକୁ ଆଙ୍ଗୁଳି ଦେଖାଇ କହିପାରିବେ ସେ ଭଉଣୀ ଠିକ ନାହିଁ ଶୈତାନ କିନ୍ତୁ ଏ ଭଉଣୀ ଦେଖେ କେତେ ବଢିଆ ସେ ବାବୁ ଠିକ ନାହିଁ କିନ୍ତୁ ଏ ପୁଅକୁ ଦେଖେ ଟିକେ ଚ୍ୟାଲେଞ୍ଜ ହେଉ ଟିକେ ଚ୍ୟାଲେଞ୍ଜ ନ ମତେ ପ୍ରଭୁ ଅନାଇ କହିବା ଦରକାର ମନୁଷ୍ୟ ନୁହେଁ ପ୍ରଭୁ କହିବାର ଅଛି ଶରୀର କାହିଁକି ଈଶ୍ୱରଙ୍କର ଗୌରବ ପାଇଁ ସାରିବା ନା ଯିବା ନା କ'ଣ କୁହ ପଳେଇବା Hallelujah. Praise the Lord. ଆମେ ଶୀଘ୍ର ପୁଣି ଥରେ ଆସିବା ଗୁଡ଼ାଏ କଥା ଅଛି ଆପଣମାନେ ଯେତେ ଶୀଘ୍ର ହବ ପଳେଇ ଆସନ୍ତୁ ବହୁତ କଥା କହିବା କୁଆଡ଼େ ଅଛି ଟାଇମ୍ ନାଇଁ ଊର୍ଦ୍ଧ୍ୱରୁ ଆଦେଶ ପ୍ରାପ୍ତ ହେଲି ମୋର ଦକ୍ଷିଣ ଭାଗରେ ବାମ ପାର୍ଶ୍ୱରେ ଡାହାଣ ପାର୍ଶ୍ୱରେ ଗୁରୁଜନ ମାନେ ଅଛନ୍ତି ସେମାନେ ଆଦେଶ କରିଛନ୍ତି ତ ମୁଁ ଚେଷ୍ଟା କରୁଛି କଥା ମାନିବା ପିଲା ହେବା ପାଇଁ ତେଣୁକରି ମୁଁ ଏଥିରେ ବିରାମ ନେବାକୁ ଚାହୁଁଛି ହାଲେଲୁୟା ବୋଲ ୟୀଶୁ ପ୍ରଭୁ କି ଗଳା ବସିଗଲା ଗୀତ ଗାଇବନି ପ୍ରାର୍ଥନା କରିବା ଆସନ୍ତୁ ପ୍ରେୟର କରିବା ହାଲେଲୁୟା ସବୁ ଚକ୍ଷୁ ବନ୍ଦ କରନ୍ତୁ ପ୍ରଭୁଙ୍କ ଲୋକମାନେ ବାସ୍ତବରେ ଏହି ଟପିକ୍ ଏହି ବାକ୍ୟ ମୋ ଜୀବନରେ ଆଜିଠୁ ଏବେଠାରୁ ଦେଖାଯାଉ ୟେସ୍ ଲର୍ଡ ହାଲେଲୁୟା ପ୍ରଭୁଙ୍କ ଲୋକମାନେ ପାପ କରି କିଛି ମିଳିବ ନାହିଁ ବସାଇ ଦିଅନ୍ତୁ ହୃଦୟରେ ଯଦି ପାରିବେ ଆପଣମାନେ ଗୋଟେ 5-10 ମିନିଟ୍ ଆଣ୍ଠେଇ ଯାଆନ୍ତୁ ଟିକେ ସମର୍ପିତ ହେଇକି ଆମେ ସାରିବା ହାଲେଲୁୟା ସବୁ ଚକ୍ଷୁ ବନ୍ଦ ହେଉ ଗୋଟେ ଡିପ୍ ରିପେଣ୍ଟାନ୍ସରେ ଯିବା ଅଳ୍ପ ସମୟ ହୋଲି ହାଲେଲୁୟା ପରମେଶ୍ୱର ମୋତେ ନିରୂପଣ କରିଛନ୍ତି ମୁଁ ତାଙ୍କ ପୁତ୍ରଙ୍କ ପରି ହେବା ନିମନ୍ତେ କେଉଁ ବିଷୟରେ ମୁଁ ତାଙ୍କ ପୁତ୍ରଙ୍କ ପରି ହେବି ପ୍ରଥମେ ଯୌବନକାଳୀନ ଭାବକୁ ଛାଡ଼ି ଯୌବନର ଯେକୌଣସି ପାପ ମୋ ଜୀବନରେ ଅଛି ଆଜି ଏବେ ଛାଡ଼ିବି ପ୍ରଭୁଙ୍କର ତମାନେ ସମୟକୁ ହାଲକାରେ ନନେଉ ପରମେଶ୍ୱର ତାର କରିବାକୁ ପ୍ରସ୍ତୁତ ଆପଣ ପାପ ଛାଡ଼ିବାକୁ ପ୍ରସ୍ତୁତ କି ପ୍ରଭୁଙ୍କୁ ଶକ୍ତି ମାଗିବା ଶକ୍ତି କିଛି
ধরিব তা পরিষ্কার করিব তা নূয়া করিব এই সময় সদুপায় সঙ্গে করে বাবা ইচ্ছা মানকে ফেলে যাও আপনাদের পাবে ছাড়া নাই যদি স্বীকার করিবে আপনাদের বাবু দেখুন নাই খ্রিস্টানের রকম দেখুন আপনাদের বিষয়ে পাবেন আপনাকে কামনা করা শুদ্ধ আপনাকে শরীরের অভ্যাস রাখুন Papo ଆପଣଙ୍କ ଦାସର କେବଳ ଆପଣଙ୍କ ଦାସର ଥରେ କହିଦେବ ଆପଣଙ୍କୁ ପାଦଗୁଡ଼ିକ ସଜାଡ଼ି ଦିଅ ମୋ କଳୁଷ ବିବେକ ଭିଡ଼ ଧୋଇ ଦିଅ Please Lord change my life যেতে বাইরে প্রভু বাবু কিংবা বাবু ছবি থোড়ে থোড়ে দেখো বাবু সব শুনবে না তোমার রক্তকে সুজাই দিও মনিতরে নোয়া করে দিও বিশ্ব জীবন 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 থোড়ে অনাই মতে সুজাই দিও পাপে লক্ষ্মী দিও রকতে ধই দিও ইয়েসু জীবনର ଗୋଟିଏ ଗୋଟିଏ ଭାବକୁ ବିଶ୍ୱାସ ସହିତ
ପ୍ରଭୁଙ୍କୁ ଠାରେ ସ୍ୱୀକାର କରେ। ପ୍ରଭୁ ମୋ ଭାବେ ମୋ ବିରୁଦ୍ଧରେ ମୋ ପ୍ରଭୁ କରେছে ମୋ ଖରାପ ପ୍ରଭୁ କରେছে ମୋ ଗୁପ୍ତ ପ୍ରଭୁର ସହିତ ମୋ ଖରାପ ଦେଖିছে যদি মানি ଯିବେ ନିଶ୍ଚୟ ମଙ୍ଗଳ ପାଇବେ, ନିଶ୍ଚୟ ଦୟା ପାଇବେ। ତାଙ୍କ ରକ୍ତ ଆଜି ବି ଝରୁଛି। ଆପଣଙ୍କୁ ମନ କରିବ, ଆପଣଙ୍କୁ ସୂଚନାରେ ବୁଣାଇବ। ଆପଣ ଯେପରି ଆସିଛନ୍ତି ସେପରି ଯିବେ ନାହିଁ। ଏହା ଈଶ୍ୱରଙ୍କ ଇଚ୍ଛା ଯେ ଆପଣ ତାଙ୍କ ପୁତ୍ରଙ୍କ ବୋଲି ହୁଅନ୍ତୁ, ପାପକୁ ଘୃଣା କରନ୍ତୁ, ଅଭିଳାଷକୁ ପଳାୟନ କରନ୍ତୁ, ଆଦର୍ଶ ଝିଅ ହୁଅନ୍ତୁ, ଆପଣଙ୍କର ପୋଷାକ ଆଦର୍ଶ, ଆପଣଙ୍କର ଆଚରଣ ଆଦର୍ଶ ହେଉ, ଆପଣଙ୍କର ଚାଲିଚଳନ ଆଦର୍ଶ ଦେଖାଯାଉ, ଆପଣଙ୍କର ଜୀବନରେ ଈଶ୍ୱର ନାମ ଗୌରବ ଗୌରବ ଗୌରବ। जातु स्वीकार करतु, दृढ़ निष्पत्ति नियंतु, प्रभु को साहाय्य करतु। जालिमों तुम
যিশু রাজন କହିବା ଚାଲି ମୁଁ ପାରୁନି ହେଉନାହିଁ ଲୋ ମୋତେ ଦୟା ତୁମ୍ଭ ଶକ୍ତି ପ୍ରଦାନ ଥରେ ଆପଣ ହସ୍ତ ଉର୍ଦ୍ଧ୍ୱକୁ ଉଠାଇ କହିବା ଅନ୍ତରର କହିବା ପ୍ରଭୁ ଦେଖନ୍ତୁ କିଏ ନ ଦେଖନ୍ତୁ ମୁଁ ଯେମିତି ଆସିଛି ପ୍ରଭୁ ମୁଁ ସେମିତି ଯିବାକୁ ଚାହୁଁନାହିଁ ଥରେ ଓଲାଇ ମୋତେ ସଜାଇ ନିଅ sorry ଥରେ ଓଲାଇ ମୋତେ ସଜାଇ ନିଅ ପାପ କ୍ଷମି ନିଅ ତୁମର କାତେ ଥାଇ ହାତ ଯୋଡ଼ିବା ଗୁହାରି କରୁଛି କର୍ଣ୍ଣ ପାତ୍ର জীবন জীবন সজানি পাপ ସ୍ୱର୍ଗୀୟ ପିତା ତୁମ ପ୍ରେମ ପରି ପ୍ରେମ କିଏ କରିବ ତୁମ ପ୍ରେମ ହିଁ ଅଟେ ଯାହା ଏକ ବ୍ୟକ୍ତିକୁ ତୁମ ପୁତ୍ରଙ୍କ ସ୍ୱରୂପରେ ଗଢ଼ିପାରିବ ଯେଉଁ ପ୍ରେମ ପ୍ରଭୁ ତୁମେ କ୍ରୁଶରେ ଦେଖାଇଲ ସେ ପ୍ରେମର ମହତ୍ଵକୁ ପ୍ରେମର ମୂଲ୍ୟକୁ ବୁଝିବା ପାଇଁ ମୋ ପ୍ରିୟ ଭାଇ ଭଉଣୀମାନଙ୍କ ହୃଦୟରେ କାର୍ଯ୍ୟ କର ତୁମ ପ୍ରେମ ଆଗରେ ସବୁ ଫିକା ଅଟେ ତୁମ ପ୍ରେମ ଆଗରେ ସବୁ ଅସାର ଅଟେ ତୁମକୁ ପ୍ରେମ କରିବା ବ୍ୟକ୍ତିଙ୍କ ଜୀବନ ଧନ୍ୟ ଜୀବନ ଅଟେ ଆମକୁ ସେପରି କରିଦିଅ ଯେ ଖ୍ରୀଷ୍ଟଙ୍କ ଠାରୁ ରହେ ବୋଲି କହେ ପ୍ରଭୁ ତାଙ୍କୁ ଖ୍ରୀଷ୍ଟଙ୍କ ପରି ଆଚରଣ କରିବା ବାଧ୍ୟ ଅଟେ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କର ଏ ଶରୀର ଆମର ନୁହେଁ ଏ ଜୀବନ ଆମର ନୁହେଁ ସବୁ ତୁମର ଅଟେ ବଞ୍ଚିବୁ ତୁମ ଗୌରବ ପାଇଁ ମରିବୁ ତୁମ ଗୌରବ ପାଇଁ ଆମ ଆଚରଣ ଦ୍ୱାରା ଆମ ଚାଲିଚଳନ ସ୍ୱଭାବ ଦ୍ୱାରା ଆମ ପୋଷାକ ପରିଚ୍ଛଦ ଦ୍ୱାରା ତୁମେ ଯେପରି ଖୁସି ହେବ ସେ ଗୁଣ ସେ ମନ ପ୍ରତ୍ୟେକଙ୍କୁ ପ୍ରଦାନ କର
এই সেশনକୁ ମଧ୍ୟ ତୁମେ ଉପସ୍ଥିତ ରହି ଚଲାଅ। ତାହା ଆହୁରି ପାୱାରଫୁଲ ହେଉ, ତାହା ଆହୁରି ଶକ୍ତିଯୁକ୍ତ ହେଉ। ପ୍ରତ୍ୟେକଙ୍କୁ ତୁମେ ଆଣ, ତୁମ ଉପସ୍ଥିତିରେ ମାତ୍ରା କରାଅ, ମଗ୍ନ ହେବା ପାଇଁ ସାହାଯ୍ୟ କର। ଧନ୍ୟବାଦ, ତୁମେ କଥା କହିଲ। ଯେଉଁମାନେ ଫେରୁଛନ୍ତି ପ୍ରେମର ଜରେ ବାନ୍ଧି ପକାଅ, ଆକର୍ଷଣ କରି ରଖ, ନୂଆ କରିଦିଅ। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ। ସବୁ ମହିମା, ଗୌରବ, ସମ୍ମାନ ତୁମକୁ ଦେବି। ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ଆସନ୍ତୁ ପ୍ରଭୁଙ୍କ ପାଇଁ ଉତ୍ସ କରିଦେବା। ଜୟ ଯୀଶୁ ନେଇପାରିବେ।